ବାଂଲାଦେଶରେ ପୁଣି ତେଜିଲା ହିଂସା। ଶେଖ୍ ହାସିନାଙ୍କ ଆସିବା ପରେ ବାଂଲାଦେଶରେ ସ୍ଥିତି ବଦଳିବ ବୋଲି ଆଶା ଥିଲା, କିନ୍ତୁ ଏହା ବର୍ତ୍ତମାନ ଆହୁରି ଜଟିଳ ହୋଇଛି। ରବିବାର ରାତିରେ ବାଂଲାଦେଶରେ ପୁଣି ଥରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଛି। ରାଜଧାନୀର ସଚିବାଳୟ ନିକଟରେ ଛାତ୍ରଛାତ୍ରୀ ଏବଂ ଅଂସାର ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ମାରପିଟରେ 40ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ବିଳମ୍ବ ରାତି ପର୍ଯ୍ୟନ୍ତ ପରିସ୍ଥିତି ସମ୍ଭାଳିବାକୁ ଚେଷ୍ଟା ଜାରି ରଖିଥିଲା। ଏହା ପୂର୍ବରୁ ଢାକା ୟୁନିଭର୍ସିଟି ହଷ୍ଟେଲରୁ ବାହାରି ହଜାର ହଜାର ଛାତ୍ରଛାତ୍ରୀ ସଚିବାଳୟ ସମ୍ମୁଖକୁ ଆସିବା ସହ ରାଜସ୍ମାରକ ନିକଟରେ ଏକାଠି ହୋଇଥିଲେ। ଏହାପରେ ଅଂସାର ଗ୍ରୁପ ସଦସ୍ୟମାନଙ୍କ ବିରୋଧରେ ଆହ୍ୱାନ ଦେଇଥିଲେ। ତେବେ ମୁହାଁମୁହିଁ ପରିସ୍ଥିତି ହେବା ବେଳେ ପୋଲିସ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଥିଲା। ରିପୋର୍ଟ ଅନୁସାରେ ଅଂସାର ଗ୍ରୁପ ସଦସ୍ୟମାନେ ମଧ୍ୟକାଳୀନ ସରକାରଙ୍କ ପରାମର୍ଶଦାତା ତଥା ଛାତ୍ର ବିରୋଧରେ ଆନ୍ଦୋଳନର ସଂଯୋଜକ ନହିଦ୍ ଇସଲାମ, ସଂଯୋଜକ ସର୍ଜିମ୍ ଆଲାମ ଏବଂ ଅନ୍ୟମାନଙ୍କୁ ସଚିବାଳୟର ଗୃହରେ ରଖିଥିବା ସମ୍ପର୍କରେ ଜାଣିବା ପରେ ତାତି ଉଠିଛନ୍ତି ଛାତ୍ରଛାତ୍ରୀ। ମେଜର ଜେନେରାଲ AK ଅନିମୁଲ ହକ୍ ହିଁ ଦାୟୀ ବୋଲି ଏକ ପୋଷ୍ଟର ସୂଚନା ଦେଇଛନ୍ତି ହସନତ ଅବଦୁଲ୍ଲା।